ରାତିରେ ଚୋରା ଦେଶୀ ମଦ ଗୋଦାମ ଉପରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ୍ର ଚଢ଼ାଉ। ବାଲେଶ୍ୱର ଜିଲ୍ଲା ଜଲେଶ୍ୱର ଥାନା ଅନ୍ତର୍ଗତ 4500 ଲିଟର ଦେଶୀ ମଦ ସହିତ 3ଟି ମାରଣାସ୍ତ୍ର ଅନେକ ଗୁଡ଼ିଏ ଦରକାରୀ କାଗଜପତ୍ର ଜବତ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ ଜଳେଶ୍ୱର ଥାନା ରାଜପୁରଠାରେ ଜଳେଶ୍ୱର ଅଞ୍ଚଳର ମଦ ସମ୍ରାଟ ଶେଖ ସାଜନ ଦୀର୍ଘ ବର୍ଷ ହେବ ଦେଶୀ ମଦ ଚୋରା କାରବାର କରିଆସୁଛି। ତେବେ ଏନେଇ ବାରମ୍ବାର ବିଭିନ୍ନ ମହଲରେ ଅଭିଯୋଗ ହୋଇ ଆସୁଥିଲା। ଏହାକୁ ଆଧାର କରି ଗତକାଲି ପ୍ରାୟ ରାତି 11ଟା ସମୟରେ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସହିତ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତି ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ 4500 ଲିଟର ଦେଶୀ ମଦ ସହିତ ବିଭିନ୍ନ ମାରଣାସ୍ତ୍ର ଓ ବହୁ ଦରକାରୀ କାଗଜପତ୍ର ଜବତ କରି ତଦନ୍ତ ଜାରି ରଖିଛନ୍ତି। ଜଳେଶ୍ୱରର ହୋଣ୍ଡା ସୋରୁମ ପଛପଟେ ଏ ଜାଗାଟା ଆଜି ପୋଲିସର ରେକ୍ୟୁଜିସନରେ ଯେ ଗୋଟେ ଜାଗାରେ ଅର୍ଜେଣ୍ଟ ରେଡ୍ କରିବାର ଅଛି, ମୁଁ ମୋର 2 RI ପୋଲିସ ଷ୍ଟେସନରେ ଆସି ପହଞ୍ଚିଲୁ। ପହଞ୍ଚିଲା ପରେ ଆମେ ଏ ଜାଗାକୁ ଆସିଲା ପରେ ଆମ ଗାଡ଼ି ଦେଖିକି କିଛି ଲୋକ ଥିଲେ ଦୌଡ଼ିକି ପଳେଇଲେ। ଆମେ ଭିତରକୁ ଆସିଲା ପରେ ଅନେକ ଟ୍ୟୁବ୍ରେ ଆମର କଣ୍ଟ୍ରି ଲିକର, ସ୍ପୁରିୟସ୍ କଣ୍ଟ୍ରି ଲିକର ଅଛି। ଆମ ପଛରେ ଥିବା ପଛପଟ ପିକଅପ୍ରେ ମଧ୍ୟ ଲିକର ଭର୍ତ୍ତି ହେଇଛି, ସ୍ପୁରିୟସ୍ କଣ୍ଟ୍ରି ଲିକର। ତା ସହିତ ଏଥିରେ 5 କେଜି ୟୁରିଆ ଅଛି। ତ ଯେତିକି ଲିକର ସିଜ୍ ହେଇଛି ଆରାଉଣ୍ଡ 4500 ଲିଟର୍ସ ଅଫ୍ କଣ୍ଟ୍ରି ଲିକର ହେବ। ତା ଛଡ଼ା କିଛି ୱେପନ୍ ସିଜ୍ ହେଇଛି, କିଛି ଆପଣଙ୍କର କଣ୍ଟ୍ରି ଲିକର ତିଆରି କରିବାର ଯେଉଁ ଇକ୍ୟୁପମେଣ୍ଟ ସିଜ୍ ହେଇଛି, ତାଙ୍କର ଡିଟେଲ୍ ଅଫ୍ ତାଙ୍କର ଯେଉଁ ଟ୍ରାଞ୍ଜାକ୍ସନ୍, ତାଙ୍କର ବିଲ୍ ସିଟ୍, ତାଙ୍କର କଷ୍ଟମର ଲିଷ୍ଟ, ବହୁତ ଜିନିଷ ଆଜି ତାଙ୍କର ପୋଲିସ ଏଠି ସିଜ୍ କରିଛନ୍ତି। ତ ଏଥିରେ ଆମର ଜଳେଶ୍ୱର ଥାନାର IAC ଅଶୋକ ବାବୁ, ଆମର SDPO ତ୍ରିପାଠୀ ବାବୁ, ତା ସହିତ ଟାଉନ ବାଲେଶ୍ୱର ଟାଉନର ସୁଧାଂଶୁ ବାବୁ, ସମସ୍ତଙ୍କର ଜଏଣ୍ଟ ବହୁତ ଗୁଡ଼ିଏ ଇକ୍ୟୁପମେଣ୍ଟ ମିଳିଛି। ତେଣୁ ଆପଣଙ୍କର ଡ୍ରମ୍ ଇତ୍ୟାଦି ମିଳିଛି। ତେଣୁ ଆଶା କରାଯାଉଛି ତ ଏଇଟା ପୋଲିସ ଡିଟେଲ ଆନାଲିସିସ୍ କରିକି ତାଙ୍କର ଜଣେଇବେ ଯେ ଏଠି ତିଆରି ହେଉଥିଲା କି ନାହିଁ। ତା ସହିତ ବିଭିନ୍ନ ଇକ୍ୟୁପମେଣ୍ଟ, ୟୁରିଆ ଇତ୍ୟାଦି ମଧ୍ୟ ଏଠୁ ଜବତ ହେଇଛି। ଆଉ ଗୋଟେ ଆପଣଙ୍କର ବିଦେଶୀ ମଦର ପିକଅପ୍ ମଧ୍ୟ ଜବତ ହେଇକି ଆମର ଥାନା ଷ୍ଟେସନରେ ଥୁଆ ହେଇଛି। ବାଲେଶ୍ୱର ଜିଲ୍ଲା ପ୍ରତିନିଧି ଜ୍ୟୋତିରଞ୍ଜନ ପଟ୍ଟନାୟକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।